ଦେଖନ୍ତୁ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଯେଉଁ ରେଜଲ୍ଟଟି ଆସିବାକୁ ଥିଲା, ଯେଉଁ ରିଗାର୍ଡିଂ ପାଇଁ ଆପଣମାନେ ୱେଟ୍ କରିଛନ୍ତି ଫରେଷ୍ଟର, ଫରେଷ୍ଟ ଗାର୍ଡ, ଏଲ୍ଏସ୍ଆଇ କେବେ ଆସିବାକୁ ଯାଉଛି ତାର ରେଜଲ୍ଟ, ଆପଣମାନେ ବହୁତ ସାରା ଓରିଡି ଅଛନ୍ତି। ତ ଆମେ ସେ ବିଷୟରେ ଡିସ୍କସନ୍ କରିବା। ତା ପୂର୍ବରୁ ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍, ସମସ୍ତଙ୍କୁ ସ୍ୱାଗତ କରୁଛି ଆଜିର ଏହି ଭିଡ଼ିଓରେ। ଦେଖନ୍ତୁ ଯେଉଁମାନେ ୱେଟ୍ କରିଛନ୍ତି ଫରେଷ୍ଟ ଗାର୍ଡ ରେଜଲ୍ଟ ପାଇଁ, ତାର ଫିଜିକାଲ ପାଇଁ, ତ ସେମାନେ ବହୁତ ଓରିଡି ଅଛନ୍ତି, ମୁଁ ଜାଣିଛି ମଧ୍ୟ ଏବଂ ମୁଁ ବି ଓରିଡି ଅଛି। ତ ଆମେ ଦେଖିବା ରେଜଲ୍ଟ କେବେ ଆସୁଛି କ'ଣ। ଆମେ ଆଗେ ପ୍ରଥମେ ତାର ସାଇଟ୍କୁ ଆମେ ଭିଜିଟ୍ କରିବା, ଚେକ୍ କରିବା ରେଜଲ୍ଟ ଆସିଛି କି ନାହିଁ। ଓକେ, ତ ଦେଖନ୍ତୁ ବର୍ତ୍ତମାନ ସୁଦ୍ଧା ମୁଁ ଏବେ ଓପନ୍ କରିଛି O3 ସାଇଟ୍କୁ। ଓକେ, ଦେଖନ୍ତୁ 3 ଅଗଷ୍ଟ 2024ର ଲାଷ୍ଟ ନୋଟିଫିକେସନ୍ ଥିଲା, ଯେଉଁଟାକି ଆପଣଙ୍କର ରେଡ଼ିଓଗ୍ରାଫ ଆନ୍ସର କି ଥିଲା ରିଭିଜନ୍। ତ ତାର ରିଗାର୍ଡିଂ ଆସିଥିଲା। ତାପରେ ଆପଣଙ୍କର କୌଣସି ବି ନୋଟିଫିକେସନ୍ ଆସିପାରି ନାହିଁ ଏ ପର୍ଯ୍ୟନ୍ତ ସୁଦ୍ଧା। ପିଲାମାନେ ବହୁତ ୱେଟ୍ କରିଛନ୍ତି। ତ ସେ କଥା ଆମେ ବୁଝୁଛନ୍ତି, ହେଲେ ଆମେ କିଛି କରିବା ନାହିଁ, କାହିଁକିନା ପିଲାମାନେ କେହି ଯିବାକୁ ରାଜି ହେଉନାହାନ୍ତି ସେଠିକି। ଓକେ, ଜଣେ 2 ଜଣ 5 ଜଣ 10 ଜଣ ଗଲେ କିଛି ସେଠି ହେବନି। ସବୁ ପିଲା ଯଦି ଯାଇକି କିଛି ରିକ୍ୱେଷ୍ଟ କରିଥାନ୍ତେ ତାହେଲେ କ'ଣ ହେଇଥାନ୍ତା। ତ କେହି ଯିବାକୁ ଚାହୁଁନାହାନ୍ତି। ସମସ୍ତଙ୍କ ଭଳି ଆମେ ବି ୱେଟ୍ କରିବା, ଆମେ ବି ଦେଖିବା କେବେ ରେଜଲ୍ଟ ଆସୁଛି। ସମସ୍ତେ ଯଦି ୱେଟ୍ କରିପାରୁଛନ୍ତି ତାହେଲେ ଆମେ କାହିଁକି ପାରିବାନି। ଯେଉଁ ପିଲା ଆମେମାନେ କହୁଛନ୍ତି ଆମକୁ ଆମ ଇଏ ଦାବିଟା ଜଣେଇବା ଦରକାର, ଆମକୁ ରିକ୍ୱେଷ୍ଟ କରିବା ଦରକାର କି ଜଲ୍ଦି ଜଲ୍ଦି କରନ୍ତୁ, ଯେଉଁ ଆମେ ଭାବୁଛନ୍ତି କିନ୍ତୁ ବହୁତ ସାରା ପିଲା ଭାବୁନାହାନ୍ତି। ଆମ ଓଡ଼ିଶାରେ ଯଦି ଆମେ ଦେଖିବା ତାହେଲେ ମୋର୍ ଦ୍ୟାନ୍ 3 ଲାख ଷ୍ଟୁଡେଣ୍ଟ ଆପ୍ଲାଏ କରିଥିଲେ କି ଏକ୍ଜାମ ଦେଇଛନ୍ତି, କିନ୍ତୁ କେହି ଚାହୁଁନାହାନ୍ତି। ସମସ୍ତେ ଚାହୁଁଛନ୍ତି କି ଯେତେବେଳେ ରେଜଲ୍ଟ ଆସୁଛି ଆସୁ, ଆମେ ବି ତାଙ୍କ ଭଳି ଆରାମସେ ପାଠ ପଢ଼ିବା, ନେକ୍ସଟ ଏକ୍ଜାମ ପାଇଁ ଆମେ ପ୍ରିପେୟାର ହେବା ଏବଂ ଫିଜିକାଲ ଆମ ଉପରେ ନିର୍ଭର, ଆମେ କରିବା ନ କରିବା ସେଟା ପର୍ସନାଲ ମ୍ୟାଟର। ସେଟା ଯାହାର ଫିଜିକାଲ ଇଚ୍ଛା କରିବ, ଯାହାର ନାହିଁ କରିବନି, ସେଟା ତାର ନିଜ ଇଚ୍ଛା। ଓକେ, ତ ଆମେ ସେ ବିଷୟରେ ଆଉ ମୁଣ୍ଡ ଖେଳିବା ନାହିଁ। ଓକେ, ତ ଆଶା କରୁଛି ଆପଣମାନେ ବୁଝିପାରୁଥିବେ ମୋର କହିବାର ଅର୍ଥ କ'ଣ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ଦେନ୍ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ, ଏମିତିକି ସବୁ ପିଲାଙ୍କ ପାଖରେ ପହଞ୍ଚି ପାରିବ। ଓକେ, ରହିଲି, ଜୟ ହିନ୍ଦ।